ଭାଙ୍ଗରେ କିଛି ଅସୁବିଧା ନାହିଁ। ଟିକେ ଛେନା ଟିକେ ବେଲ ଦେଶୀ କଦଳୀ ଚିପି ଦବ, ଭାଙ୍ଗ ଟିକେ ଖାଇଦବ, ବଡାବଡ ବଢିଆ ଝାଡା ହବ ସକାଳୁ। ଭାଙ୍ଗଟା ଜଗନ୍ନାଥ ଖାଆନ୍ତି, ଶିବ ଖାଆନ୍ତି, ଚଳିଯିବ। ଭାଙ୍ଗ ଖାଇଲେ ଲୋକ ମରିବେନି। ଝାଡା ସଫା ନଉଥିଲେ ପରିଷ୍କାର ଦରକାର ଝାଡା କ୍ଲିୟର ହେଇଯିବ। ଭାଙ୍ଗରେ କିଛି ଅସୁବିଧା ନାହିଁ। ଟିକେ ଛେନା ଟିକେ ବେଲ ଦେଶୀ କଦଳୀ ଚିପି ଦବ, ଭାଙ୍ଗ ଟିକେ ଖାଇଦବ, ବଡାବଡ ବଢିଆ ଝାଡା ହବ ସକାଳୁ। ମରିବା ସୁନିଶ୍ଚିତ। ଭାଙ୍ଗ ଖେଲେ ମରିବନି। ମଦ ଖେଲେ ଯଦି 30 ବର୍ଷ ପରମାଉଥିବ, ଏଥର 80 ବର୍ଷ ହେଇଯିବ। ରାଜସ୍ୱ ଭରା ମାଇନିଂ ଆମର, ଆମ କ୍ରୋମ, ଆମ ବକ୍ସାଇଟ, ଆମ ଅବ୍ର, ଆମ କୋଇଲା, ଆମ ଲୁହାପତ୍ର ଦୁନିଆ ସୃଷ୍ଟି ଦେଇଛି। ଆମେ ଖୁସିରେ ପଇସା ପାଇବା, କିଛି ଅସୁବିଧା ହବନି। ମଦ ବନ୍ଦ ହେଇଗଲେ ଭଲ, କିନ୍ତୁ ମଦ ବନ୍ଦ ହେଲା ଭଳିଆ ମତେ ଲାଗୁନି। ମୁଁ ଟିକେ କହିଦଉଛି ଆପଣମାନଙ୍କ ଜରିଆରେ। ମୁଁ ଯେତେବେଳେ ଏକ୍ସାଇଜ ମନ୍ତ୍ରୀ ହେଲି, ଜାନକୀ ପଟ୍ଟନାୟକ କଲେ, 50 କୋଟି ଥିଲା ରାଜସ୍ୱ ରେଭିନ୍ୟୁ ଆଦାୟ ହଉଥିଲା ଏକ୍ସାଇଜରୁ। ମୁଁ 2-4ଟା ଷ୍ଟେଟ ଯାଇ ଆନ୍ଧ୍ର ପାଟନ ମଦର ଗୋଟେ କର୍ପୋରେସନ କରିଦେଲି। ଏ ହୋଲସେଲ ପଇସା ଖାଇ ଯାଉଥିଲେ ଯୋଉ ହୋଲସେଲର, ସେ ମଦଟା କମ୍ପାନୀ କିଣିଲା ଗଭର୍ଣ୍ଣମେଣ୍ଟ କର୍ପୋରେସନ। 15,500 କୋଟି ଏଇନା ଇନକମ। 15,500 କୋଟି, କୋଉଠି 50 କୋଟି, 15,000 କୋଟି। ତେଣୁ ବନ୍ଦ ହେଇଗଲେ ବହୁତ ଧନ ଜୀବନ ରହିଯିବ। 30,000 ଲୋକ ପ୍ରତିବର୍ଷ ମରୁଛନ୍ତି, 50-60,000 ଲୋକ ରୋଗଗ୍ରାନ୍ତ ହଉଛନ୍ତି। ବନ୍ଦ ହେଇଯିବ ଖୁବ ଭଲ। କିନ୍ତୁ ଖାଲି ମଦ ବନ୍ଦ କଲେ ହବନି। ବ୍ରାଉନ ସୁଗର ବନ୍ଦ କରିବ, ଚରସ ବନ୍ଦ କରିବ, ବିଦେଶୀ ଯୋଉ ନିଶା ଆସୁଛି ବନ୍ଦ କରିବ, ଗଞ୍ଜେଇ ବନ୍ଦ କରିବ, ଅଫିମ ବନ୍ଦ କରିବ, ତାହେଲେ ତାର ମୂଲ୍ୟ କିଛି ଅଛି। ତା ନହେଲେ କିଛି ମୂଲ୍ୟ ନାହିଁ।